ଆଜିଠାରୁ ସାତକୋଶିଆ ଗଣ୍ଡରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା। କୁମ୍ଭୀର ଗଣନା ପାଇଁ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ କରିବା ଏବଂ ମାଛ ଧରାଳୀଙ୍କୁ ନଦୀକୁ ପଶିବା ବାରଣ କରାଯାଇଛି। ମୁଁ କହିବି କ୍ୟାମେରା ପର୍ସନକୁ ଟିକେ ଦେଖିବେ କେଉଁଭଳି ଭାବରେ ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଗୋଟିଏ ଦଳ ଏଠାରୁ ଉପର ମୁଣ୍ଡକୁ ଏବଂ ଗୋଟିଏ ଦଳ ଏଠାରୁ ତଳ ମୁଣ୍ଡକୁ ଯାଇଛନ୍ତି। ଏହି କୁମ୍ଭୀର ଗଣନା ପାଇଁ 14ଟି ଦଳ ନିୟୋଜିତ କରାଯାଇଛି। ଗତକାଲି ତଥା 5 ତାରିଖ 2 ଘଟିକାରୁ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କୁ ବୋଟିଂ କରିବା ପାଇଁ ବାରଣ କରାଯାଇଛି। 5 ତାରିଖରୁ ପାଖାପାଖି 9 ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ଏବଂ ମାଛ ଧରାଳୀଙ୍କୁ ନଦୀକୁ ମଧ୍ୟ ବାରଣ କରାଯାଇଛି। ସେହିପରି 17 ଏବଂ 18 ତାରିଖରେ ବି ମଧ୍ୟ ବୋଟିଂ କାର୍ଯ୍ୟ ବନ୍ଦ ରହିବା ସହିତ ପର୍ଯ୍ୟଟକଙ୍କୁ ସେହି 2 ଦିନ ମଧ୍ୟ ନଦୀ ଭିତରକୁ ଏବଂ ମାଛ ଧରାଳୀଙ୍କୁ ମାଛ ଧରିବା ପାଇଁ ନଦୀ ଭିତରକୁ ପଶିବା ପାଇଁ ବାରଣ କରାଯାଇଛି। କାରଣ ଯେତେବେଳେ ନଦୀରେ କୁମ୍ଭୀର ଏବଂ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହୋଇଥାଏ, କାଳେ କୁମ୍ଭୀର ଏବଂ ପକ୍ଷୀ ଗଣନାକୁ ବୋଟ୍ର ଆବାଜ ଦ୍ୱାରା ଭଏସ୍ ଦ୍ୱାରା ସେମାନେ ଦୂରକୁ ପଳାଇବେ, ତାକୁ ଆଖି ଆଗରେ ରଖି ମହାନଦୀ ଗଣ୍ଡରେ ବୋଟିଂ ଏବଂ ମାଛ ଧରାଳୀଙ୍କୁ ବାରଣ କରାଯାଇଛି। ଏହା ସିଧାସଳଖ ଭାବରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନୁଗୁଳ ସାତକୋଶିଆ ଗଣ୍ଡର DFO ଡାକ୍ତର ସରୋଜ କୁମାର ପଣ୍ଡା। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।